ମଧୁବାବୁ ପେନସନ ଯୋଜନାରେ ବଢ଼ିବ ହିତାଧିକାରୀଙ୍କ ଭତ୍ତା। ହିତାଧିକାରୀଙ୍କ ଭତ୍ତା ରାଶି 3000 ହେବ। ସରକାର ସ୍ତରରେ ଏନେଇ ବିଚାର ବିମର୍ଶ ଚାଲିଛି। ଏନେଇ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀଙ୍କ ସୂଚନା ପରେ ହିତାଧିକାରୀ ବେଶ ଖୁସି ପ୍ରକଟ କରିବା ସହ ଖୁବ୍ ଶୀଘ୍ର ଟଙ୍କା ମିଳିବ ନେଇ ଆଶାବାଦୀ ଅଛନ୍ତି। ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ପାଇଁ ଭଲ ଖବର। ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସରକାର ଦେବେ 3000 ଟଙ୍କା। ଖୁବ୍ ଶୀଘ୍ର ଭିନ୍ନକ୍ଷମ ବର୍ଗରେ ଦିଆଯାଇଥିବା ଭତ୍ତା 3000 ଟଙ୍କାକୁ ବୃଦ୍ଧି କରାଯିବ। ଭତ୍ତା ବୃଦ୍ଧି ନେଇ ପ୍ରସ୍ତୁତି ଚାଲିଛି। ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜେଡି ସରକାର ସମୟରେ ଗତ ଫେବୃଆରୀରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ 500 ଓ 600 ଟଙ୍କା ବୃଦ୍ଧି କରିଥିଲେ। ପୂର୍ବରୁ ଏହିଭଳି ଯୋଜନାର ହିତାଧିକାରୀଙ୍କୁ ଯଥାକ୍ରମେ 500, 700, 900 ଟଙ୍କା ପାଉଥିଲେ। ବିଜେଡି ସରକାର ପେନସନ ବୃଦ୍ଧି ପରେ ସେମାନେ ଏବେ ଯଥାକ୍ରମେ 1000, 1200, 1400 ପାଉଛନ୍ତି। ଏହି ବାଧ୍ୟତା ପେନସନ ପାଇଁ ରାଜ୍ୟରେ ସରକାର ବାର୍ଷିକ 3683 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି। 1000 ଟଙ୍କା ପାଉଥିଲେ, ଏବେ 3000 ଟଙ୍କା ମିଳିବ। ସେଥିପାଇଁ ଭତ୍ତା ପାଉଥିବା ଲୋକମାନଙ୍କ ମୁହଁରେ ହର୍ଷ। ନିର୍ବାଚନ ପୂର୍ବରୁ ଭତ୍ତା 3000 ଟଙ୍କା ଦେବା ପାଇଁ ବିଜେପି ଘୋଷଣା କରିଥିଲେ। ଏବେ ସେକଥା ରଖି ଭତ୍ତା ଟଙ୍କା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ହିତାଧିକାରୀଙ୍କ ମନରେ ଆଶା ସଞ୍ଚାର ବଢ଼ିଛି। ତୁରନ୍ତ ବଜେଟ୍ ଅଧିବେଶନରେ ସରକାର ଭତ୍ତା ଟଙ୍କା ବୃଦ୍ଧି କରିବା ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତ ମହିଳା, ସୁସ୍ଥ ହୋଇଥିବା ଓ କୁଷ୍ଠରୋଗୀ ସାମିଲ କରାଯାଇଛି। କେବଳ ସେତିକି ନୁହେଁ, ଓଡ଼ିଶା ରାଜ୍ୟରେ ଏଡ୍ସ ସେଲ୍ ଦ୍ୱାରା ଚିହ୍ନଟ ହୋଇଥିବା ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, ଟ୍ରାନ୍ସଜେଣ୍ଡର, କୋଭିଡ ଦ୍ୱାରା ଅନାଥ ହୋଇଥିବା ପିଲା ଏବଂ ବିଧବାଙ୍କ ସହିତ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ସାମିଲ କରାଯାଇଛି। ଏଥିସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି। ସମୁଦାୟ 36,75,000 ହିତାଧିକାରୀ ଏହି ଯୋଜନାରେ ଲାଭ ପାଉଛନ୍ତି। ଖୁବ୍ ଶୀଘ୍ର ବଜେଟ୍ ଅଧିବେଶନ ଆସିଲା ପରେ ଆପଣମାନଙ୍କୁ 3000 ଟଙ୍କା ମିଳିବ। ତ ଫ୍ରେଣ୍ଡସ୍, ଇଏ ଥିଲା ଭତ୍ତା ଟଙ୍କାକୁ ନେଇ ଆଜି ପାଇଁ ଗୋଟେ ଛୋଟ ଭିଡ଼ିଓ ଇନଫର୍ମେସନ୍। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଆପଣମାନେ ଗୋଟେ ଲାଇକ୍ କରନ୍ତୁ, ହ୍ୱାଟ୍ସଆପ୍ରେ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଥ୍ୟାଙ୍କ ୟୁ ଫର୍ ଅଲ୍ ୱାଚିଂ।